जय माँ काली मालो माँ जन्म कालरू मो माँ बापा मुख मो केबे देखिनी जन्म काल तो पद तले मो पूजा करी आसी माँ जन्म काल तो पद तले मो पूजा करी आसी संसार जत भी सज्जन मैंने अच्छा माँ तांको पाई उद्धार करिबुल माँ उद्धार करिबु आ संसार जते भी दुष्ट पापी माने अछंती माँ तांको पाई विनाश करिबुल माँ विनाश करिबु जय माँ काली का जय माँ अम्बिक जय तुई माँ भवानी जय माँ काली का जय माँ अम्बिक जय तुई माँ भवानी नबना मारा तुझी क्या तुई तू कथायने जय माँ काली का जय माँ अम्बिक जय तुई माँ भवानी जय माँ काली देवता कष्ट सही न पारिल मन को विनाश करिलो देवता कष्ट सही न पारिल मन को विनाश करिले महिषासुर को वध करि बचलु महिषा मदिनी जय माँ काली का जय माँ अम्बिक जय तुई माँ भवानी जय माँ काली का जय माँ अम्बिक जय तुई माँ भवानी जय काली मालो माँ आओ किसी दिन पर माँ आओ किछि दिन पर पवित्र महासंक्रांति अच्छी प्रत्येक वर्ष बोली ए वर्ष भी तो पदतल में पूजा अर्चना करी माँ ए वर्ष भी तो पदतल में पूजा अर्चना करी आओ जमेती हेले भी मत से ब्रह्म कमल आनिबाक पड़िबो माँ से ब्रह्म कमल पुष्पटा मते आनिबाक पड़िबो जय माँ काली ओम ह्रीं क्लीं माँ काली नमः अरे ए फुड़की अरे मो पाद तल को चली आसिला अरे उठ उठ नहीं भाई ताकू तो छुई पारिबो नहीं कारण ए चंद्रा चंद्र जे छुइबो ताल से कालो पड़ेयो एनो चंद्रा जगत छुइबा मन ना रही जाबे रे तमे माने केबे हेले मो मंदिर को तो पाद दबल को केबे वो पर से जाइबो चाहछो हां दर्शन म होचे म नाटा होचे कालो पड़ेयो बस वो जानि परबे कि तो पछटा कौन महापरिचय सुनिबो हां ताले सुनो मो होचे समग्र श्रेष्ठ भक्त मोना होचे सही काली शंकर हाँ बस ताली सुन चंपा तो छाड़ दे तो जो पत्थर दे आसी चुना से पत्थर दे चल जा बस बुझे पाइलो अरे ए पिला तो जीवन मारते पे चेष्टा करछ ना अबे से पिला न बले मो बर्बाद हो जेबे काल सरकार मो बर्बाद हो जेबे एडु भलर कहूचे चंद्रा चटा मो हातरे मरिबो एडु मो मो यही न जाको मार देबे देख काल सरकार मो यही न मारी देबे तरत सास अरे से आसी चुना भला हिची कहीं ना मो मां को पाखक से
ଭୋକ ହେଇକି ଚାଲି ଆସୁଛି ବେ। ନାଇଁ ବେ, ଏ ତମ ଭୋଗ ନୁହେଁ, ଏ ହଉଛି ମୋ ଭୋଗ। ଆଉ ଏ ପ୍ରସାଦକୁ ମୁଁ ନିଜେ ସେବନ କରିବେ। ଏଣୁ ତତେ ଭଲରେ ଭଲରେ କହୁଛେ, ତ ତାକୁ ଛୁଇଁ ପାରିବୁନି କି? ଏଠୁ ଚାଲିଯା କାଳୀଶଙ୍କର, ଏଠୁ ଚାଲିଯା। ତୁ ଠିକ କହିଛୁ କାଲ। ବାବା। ଏ ଚନ୍ଦ୍ର ହଉଛି ଆମ ଶିକାର। ହଁ ବାବା। ସେ ଯଦି ଆମ ଶିକାର ଉପରେ ବାଧା ଦେବାକୁ ଚେଷ୍ଟା କରିବ, ତାକୁ ମତେ ଜୀବନର ଶେଷ କରିଦେବ କାଲ। ତାକୁ ମତେ ଜୀବନର ଶେଷ ତମେ କରିଦେବ। ଠିକ କହିଛ ବାବା, ତମେ ବିଲକୁଲ ଠିକ କହିଛ। କାରଣ ମୋ ରାସ୍ତାରେ ଯେ କଣ୍ଟା ହେବାକୁ ଚେଷ୍ଟା କରିବ, ମୁଁ ତାକୁ ସବୁଦିନ ପାଇଁ ଆର ପାରକୁ ପଠାଇଦେବି। ବାସ୍ ତୁମ କଥା ମାନିଯା କାଳୀଶଙ୍କର, ତୁମ କଥା ମାନିଯା। ଏ ତମେ ମାନେ ମତେ କଣ ଶେଷ କରିବ ବେ? ମୁଁ ଚାହିଁଲେ ତମ ଦୁଇ ଜଣଙ୍କୁ ଏଠି ଏଠି ଭସ୍ମ କରିଦେବି ବେ, ଭସ୍ମ କରିଦେବି। ରେ ବାବା, ତୋ ପୁଅଟାକୁ ଟିକେ ଭଲ ଭାବରେ ବୁଝେଇ ଦେ। ମୁଁ ଯେତେ ବୁଝାଇଲା ପରେ ବି ସେ ମୋ କଥାକୁ ଜମାରୁ ମାନୁନାହାନ୍ତି। କାହିଁକି ନା ଏ ପୁଅଟାକୁ ମୁଁ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତାକୁ ବଲି ଦେଇଦେବି। ତାକୁ ବଲି ଦେଇଦେଲେ ତ ଏଥିରେ ତମର ବି ଲାଭ ହେଇଯିବ, ଆଉ ମୋର ବି ଲାଭ ହେଇଯିବ। କାଲ ବାବା। ସେ କହୁଛି ମୋ ମାଙ୍କ ପାଖରେ ମୁଁ ବଳି ଦେଇଦେବି। ହଁ ବାବା। ଆମେ କହୁଛୁ ଏ ଚନ୍ଦ୍ରଶେଖର ଜୀବନର ଶେଷ କରିଦେବା। ତା ଲକ୍ଷ୍ୟ ଆଉ ଆମ ଲକ୍ଷ୍ୟଟା ହଉଛି ଏକା। ହେଲେ ତା କଥା ଟିକେ ମାନିଯା କାଲ। ତମେ ଏତେ ଶୀଘ୍ର ସେ କାଳୀଶଙ୍କର କଥାରେ একমত হয়ে গেলে বাবা। ହଁ କାଲ ହଁ। ତମ ମତଟା ବି ଠିକ ବାବା। କାରଣ ଏ ଚନ୍ଦ୍ରାଶେଖ ଆମେ ଜୀବନରୁ ଶେଷ କରିଦେବ ବୋଲି ଭାବିଥିଲୁ, ହେଲେ ଆମ କାମଟା ଏ କାଳୀଶଙ୍କର ଅତି ସହଜରେ କରିଦେବ। ହଁ କାଲ। ତେବେ ଠିକ ଅଛି ବାବା। କାଳୀଶଙ୍କର, ଆଁ? ତୁ ସତ କହୁଛୁ ଏ ଚନ୍ଦ୍ରାଶେଖ ତୁ ତୋ ମା ପାଖରେ ବଳି ଦେଇଦେବ? ହଁ ମୁଁ ବଲି ଦେଇଦେବି। ମୋ ହାତରେ ହାତ ରଖି କହ, ପ୍ରକୃତରେ କରୁ ଏ ଚନ୍ଦ୍ରାଶେଖ ତୋ ମା ପାଖରେ ବଳି ଦେଇଦେବ? ହଁ ମୁଁ ତୁମକୁ କଥା ଦଉଛି, ଆଉ ଯେମିତି ହେଲେ ବି ମୁଁ ତାକୁ ମୋ ମାଙ୍କ ପାଖରେ ମୁଁ ତାକୁ ବଲି ଦେଇଦେବି। ବସ୍ ବସ୍ ବସ୍, ତୋ କଥାରେ ଏକମତ ହୋଇ ଆମେ ବାପ ପଦିଟା ଏଠୁ ଚାଲି ଯାଉଛ। କାଳୀଶଙ୍କର, ମୋ କଥାରେ ତୁ ଜଳନା କରିବାକୁ ଚେଷ୍ଟା କରିବୁନି। ଆଉ ଯଦି ଚେଷ୍ଟା କରୁ, ଶୁଣା ତୁ ଗୋଟେ ମୋର ବିଶ୍ୱରୂପ ଦେଖିବୁ ରେ କାଳୀଶଙ୍କର, ବିଶ୍ୱରୂପ। ହେଲେ ମୁଁ ଆସୁଛି ରେ କାଳୀଶଙ୍କର, ମୁଁ ଆସୁଛି। ତାହେଲେ ଠିକ ଅଛି। ଉଠ ବେ, ଉଠ। ସେଇ ଦୁଇ ଜଣ ବାପ ପୁଅକୁ ମୁଁ ଯେତେବେଳେ କଥା ଦେଇଛି ମାନେ ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତତେ ବଲି ଦେଇଦେବି ବେ, ମୁଁ ତତେ ବଲି ଦେଇଦେବି। ଆରେ ଉଠ ବେ, ଉଠ। अरे ମୁଁ ତତେ କଣ କହିଲି, ମୋ କଥା କଣ ବୁଝି ପାରିଲୁନି? ନାଇଁ ବାବା, ଦୟାକରି ଆପଣ ସେମିତି କୁହନ୍ତୁନି। ଜଣେ ନିରୀହ ମଣିଷକୁ ଆପଣ ବଳି ଦେଇ କଣ୍ଟା ଲାଭ ପାଇବେ? ମତେ ମୋ ବାଟରେ ଯିବାକୁ ଦିଅନ୍ତୁ ବାବା, ମୁଁ ଏଠି ଚାଲିଯିବି। ମତେ ଦୟାକରି ଛାଡ଼ି ଦିଅନ୍ତୁ। ତତେ ପୁଣି ମୁଁ ଛାଡ଼ିଦେବି? ଆରେ ନାଇଁ 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 ବେ, ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତତେ ବଲି ଦେଇଦେବି ବେ, ବଲି ଦେଇଦେବି।
ନାଇଁ ବାବା, ଯେତେବେଳେ ସେ ଦି ଜଣ ବାପା ପୁଅ ମୋ ଜୀବନ ନେବା ପାଇଁ ମୋ ପଛରେ ଗୋଡ଼େଇଥିଲେ, ମୁଁ ଏ ମନ୍ଦିରକୁ ଦେଖି ଆପଣଙ୍କୁ ଜଣେ ସଜ୍ଜନ ଭାବି ଆପଣଙ୍କ ଚରଣ ତଳେ ଆଶ୍ରୟ ନିମନ୍ତେ ଦୌଡ଼ି ଆସିଥିଲି। କିନ୍ତୁ ଆପଣ ଏଠିକି ଆସିଲା ପରେ କହୁଛନ୍ତି ମତେ କାଳେ ବଳି ଦେବେ। ନାଇଁ ବାବା, ଆପଣ ମତେ ଆଶ୍ରୟ ନ ଦେଲେ ନାହିଁ, କିନ୍ତୁ ଦୟାକରି ମତେ ବଳି ଦେବା କଥା କୁହନ୍ତୁ। ମତେ ଛାଡ଼ି ଦିଅନ୍ତୁ, ମୋଠୁ ବହୁତ ଦୂରକୁ ଚାଲିଯିବି ବାବା। ତତେ ପୁଣି ମୁଁ ଛାଡ଼ିଦେବି? ଆରେ ମୁଁ ଯେତେ ବୁଝାଇଲା ପରେ ବି ତୁ ମୋ କଥାକୁ କାହିଁକି ଜମାରୁ ମାନ ନାହିଁ? ମୁଁ ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତତେ ଭୋଗ ଲଗାଇ ଦେବି ବେ, ଭୋଗ ଲଗାଇ ଦେବି। ଠିକ ଅଛି, ଠିକ ଅଛି। ଆପଣ ଯେତେବେଳେ ଜଣେ ନିରୀହ ମଣିଷର ବଳି ଦେଇ ଦେବା ପାଇଁ ପଛଉନାହାନ୍ତି, ଠିକ ଅଛି, ଆପଣ ମତେ ବଳି ଦେବେ। ମୁଁ ହସି ହସି ମା କାଳିକା ଚରଣରେ ଭୋଗ ହେଇଯିବି। କିନ୍ତୁ ବାବା, ଆପଣଙ୍କୁ ଗୋଟିଏ ଅନୁରୋଧ, ମୁଁ ମୋ ଜୀବନରେ ଅନେକ ଦୁଃଖ ଦେଖିଛି, ଅନେକ କଷ୍ଟ ସହିଛି, ମୋ ଜୀବନରେ ଅନେକ ଅଘଟଣ ମାନେ ଘଟି ସାରିଛି, ଅନେକ ଦୁଃଖର କାହାଣୀ ମାନେ ଘଟି ସାରିଛି। ତନ୍ମଧ୍ୟରେ ମୁଁ ଆପଣଙ୍କୁ ଗୋଟିଏ ଦୁଃଖର କାହାଣୀ ଶୁଣିବି। କୁହନ୍ତୁ, କୁହନ୍ତୁ ବାବା, ଶୁଣିବେ ନା ସେଇ ମୋର ଦୁଃଖର କାହାଣୀ? ତୋର ପୁଣି ଦୁଃଖର କାହାଣୀ? ହଁ ବାବା, ଦୁଃଖର କାହାଣୀ। ଆରେ ଯାହା କହିବାର ଅଛି ଶୀଘ୍ର ଶୀଘ୍ର କହି ପକା, ହେଲେ ମୋ ପାଖରେ ଆଉ ସମୟ ନାହିଁ ବେ। ବାବା, ସତ କହିବାକୁ ଗଲେ ମୁଁ ଅଛି ଗୋଟିଏ ରାଜକୁମାର। ମୋ ବାବା ସୁବର୍ଣ୍ଣପୁରର ମହାରାଜ କର୍ଣ୍ଣକେଶରୀ ଏବଂ ମୋ ମା ମହାରାଣୀ ସୁଶୀଳା ଦେବୀ। ତାଙ୍କର ଏକମାତ୍ର ସନ୍ତାନ ମୋ ଚନ୍ଦ୍ରହାସି। ସେଦିନ ଥିଲା ମୋ ଜନ୍ମଦିନ। କିନ୍ତୁ ରାଜା ସିଂହାସନ ଲୋଭରେ ପଡ଼ି ସେ କାଳର ମହାମନ୍ତ୍ରୀ ବଜ୍ରକଣ୍ଠ ଏବଂ ଏଇ ତା ପୁତ୍ର କାଳ ପ୍ରଳୟ ମିଶି ମୋ ମା ବାବାକୁ ନିର୍ମମ ଭାବରେ ହତ୍ୟା କରିଦେଲେ। ଆଉ ଶେଷରେ ମୁଁ କାଳେ ତାଙ୍କ ପଥ ଅବରୋଧ କରିବି ବୋଲି ସେମାନେ ମୋ ଜୀବନ ନେବା ପାଇଁ ମୋ ପଛରେ ଗୋଡ଼େଇଛନ୍ତି। ଆଉ ଏତିକି ସମୟରେ ମୁଁ ଆପଣଙ୍କ ଚରଣ ତଳେ ଆଶ୍ରୟ ନିମନ୍ତେ ଦୌଡ଼ି ଆସିଛି। କିନ୍ତୁ ବାବା, ମୁଁ ମରିଯାଇଥିବା ମୋ ମା ବାବାକୁ ମୁଁ ପ୍ରତିଜ୍ଞା କରିଛି, ଶପଥ କରିଛି ଯେ ଦିନେ ଦିନେ ସେଇ ମୋର ଶତ୍ରୁମାନଙ୍କ ଠାରୁ ନିଶ୍ଚୟ ଭାବରେ ପ୍ରତିଶୋଧ ନେବି। କିନ୍ତୁ ଆଜି ଯଦି ଆପଣ ମୋତେ ବଳି ଦେଇଦେବେ, ମୁଁ କ'ଣ ସେଇ ମୋର ପ୍ରତିଶୋଧକୁ ପୂରଣ କରିପାରିବି? ମୁଁ କ'ଣ ଦେଇଥିବା ସେ ମୋର ପ୍ରତିଜ୍ଞାକୁ ପୂରଣ କରିପାରିବି? କୁହନ୍ତୁ ବାବା, ମୋର କ'ଣ କୌଣସି ଅଧିକାର ନାହିଁ ସେ ମୋର ପ୍ରତିଜ୍ଞା ପୂରଣ କରିବା ପାଇଁ? ଆରେ ବାବା, ବାବା, ତୋ ଜୀବନ ନା ଅନେକ କିଛି ଘଟି ଯାଇଛି ରେ ବାବା। ହଁ ବାବା, ଆଉ ସେ ଦୁଇ ଜଣ ବାପା ପୁଅ ମିଶି ତୋ ସୁନାର ସଂସାରକୁ ଉଜାଡ଼ି ଦେଇଛନ୍ତି ବାବା। ହଁ ବାବା, ଆଉ ଶେଷରେ ତୋ ମାତା ପିତାଙ୍କୁ ମଧ୍ୟ ଜୀବନରେ ମାରି ଦେଇଛନ୍ତି ବାବା। ହଁ ବାବା, ଆରେ ବାବା, ବାବା, ମୁଁ ତତେ ଆଶ୍ରୟ ଦେବି ରେ ବାବା, ମୁଁ ତତେ ଆଶ୍ରୟ ଦେବି। ବାବା, ହେଲେ ବାବା, ବାବା, ଗୋଟିଏ କଥା ମନେ ରଖିବୁ ରେ ଧନ, ଦିନେ ନା ଦିନେ ଏମିତି ଗୋଟେ ଠିକ ସମୟ ଆସିଲେ ସେ ପାପୀ ମାନଙ୍କୁ ତୁ ଉଚିତ ଶିକ୍ଷା ଦେବୁ ରେ ବାବା, ଉଚିତ ଶିକ୍ଷା ଦେବୁ। ନିଶ୍ଚୟ ବାବା, ଆପଣ ଯଦି ମୋତେ ଆଶ୍ରୟ ଦେବେ ସେ ପାପୀ ମାନଙ୍କର ମୁଁ ନିଶ୍ଚୟ ଦିନେ ନା ଦିନେ ପ୍ରତିଶୋଧ ନେବି ଏବଂ ମୋ ମାତା ପିତାଙ୍କୁ ଦେଇଥିବା ସେ ମୋର ପ୍ରତିଜ୍ଞାକୁ ନିଶ୍ଚୟ ଭାବରେ ପୂରଣ କରିବି। ଆରେ ବାବା, ବାବା, ଆଉ ଗୋଟେ କଥା ଶୁଣି ଯା ରେ ବାବା, ଆଉ ଗୋଟେ କଥା ଶୁଣି ଯା। ଆଜି ଦିନଠାରୁ ତୁ ହେଇଯିବୁ ମୋର ପୋଷ୍ୟ ପୁତ୍ର, ଆଉ ମୁଁ ହେଇଯିବି ବାବା, ଆଉ ମୁଁ ହେଇଯିବି ତୋର ସେଇ ଧର୍ମ ପିତା। ପାପ ଏଠି ପୁଣ୍ୟ ଏଠି ଏଇ ତ ଦୁନିଆ ହଜି ଯାଇଅଛି ଆଜି ମଣିଷ ପଣିଆ। ପାପ ଏଠି ପୁଣ୍ୟ ଏଠି ଏଇ ତ ଦୁନିଆ ହଜି ଯାଇଅଛି ଆଜି ମଣିଷ ପଣିଆ। ପାପ ଏଠି
অদিতিয়া মেঘ দেই করা দুঃখ মা বাবা পাই মোরা জীবন যাও ঘর